ଆଜି ସକାଳୁ ସକାଳୁ ପଳେଇ ଆସିଥିଲା ଖଡ଼ା ବିକ୍ରି ହେବା ପାଇଁ। ଓ ବାବରେ, ମାଉସୀ ଦେଖୁନାହାନ୍ତି କାନ୍ଧେଇକିରି ପୁରା ପଳେଇ ଆଉଛି ଏକାଥରେ ଖଡ଼ା ବିଡ଼ାଟିକୁ ଗଦା କାନ୍ଦିଲା ଭଳିଆ ହନୁମାନ। ତାପରେ ଚାହା କରିଦେଲି, ସମସ୍ତଙ୍କୁ ଦେଇଦେଲି, ଚାହାଟା ପିଇଦେଲି। ପିଇ ସାରିଲା ପରେ ଆଜି ଆଉ ହାତରେ କାଟିବା ପାଇଁ ସମୟ ନାହିଁ, ସେଥିପାଇଁ ଚପର ଦେହରେ ଚୁନା ଚୁନା କାଟି ବସିଦେଲି ମାଣ୍ଡିଆ ସୁପ୍ଟି। ସମସ୍ତଙ୍କୁ ଦେଇଦେଲି ଥଣ୍ଡା କରିକି। ତାପରେ ଆମେ ମଧ୍ୟ ଧରିକି ବସି ପଡ଼ିଲୁ ବୁଢ଼ାବୁଢ଼ୀ ମାଣ୍ଡିଆ ସୁପ୍ଟି ପିଇବା ପାଇଁ। ପିଇ ସାରିକି ଘର ଦ୍ୱାର ସବୁ ସଫାସୁତୁରା ଅଳାଅଳି କରି ତାପରେ ପରିବା ଧରିକି ବସି ପଡ଼ିଲି କାଟିବା ପାଇଁ। ଖଡ଼ା, ଶାଗ ଆଉ କଞ୍ଚାଲଙ୍କା, ରସୁଣ ସବୁ ଯାହା ଯାହା ସବୁ କଟାକଟି କରି ଆଉ ମସଲା ବଟାବଟି କରି ବସେଇଦେଲି। ଏପଟେ ଖଡ଼ା ରାଇକୁ, ସେପଟେ ଶାଗ ଭଜା। ଶାଗ ଭଜାଟି ହେଲା ପରେ ଫୁଟଣ ଦେଇନଥିଲି, ଦେଇଦେଲି ଟିକେ ଫୁଟଣ। ଆଉ ଖଡ଼ା ରାଇ ହେଇଗଲା ପରେ ମଉସାଙ୍କୁ ଦେଇଦେଲି ଖାଇବା ପାଇଁ। ଆଜିର ଖାଦ୍ୟ ଥିଲା ଖଡ଼ା ରାଇକୁ ଶାଗ ଭଜା, କାଲିର ଅଲଡ଼ି ଆଳୁ ଭଜା ଆଉ କାଞ୍ଜି ଭାତ। ଖାଇସାରିଲା ପରେ ଟିକେ ରେଷ୍ଟ ନେଲୁ। ରେଷ୍ଟ ନେଇକି ଉଠିଲା ପରେ ମଉସା କହିଲେ କରଡ଼ି ପକୁଡ଼ି କରିବା ପାଇଁ। ଏଇ ରେସିପିଟି ମୁଁ ଅନ୍ୟ ଭିଡ଼ିଓରେ ଦେବି।